ଆଜକୁ ପ୍ରାୟ 2 ଦିନ ବିତିଗଲା। ମୋ ହେଇ ଝିଅ ଅଞ୍ଜଳି ସହିତ ମୋର ସାକ୍ଷାତ ହେଇନି। ପଠିଲା ଝିଅଟାଏ କୁଆଡ଼େ ଯାଉଛି କଣ କରୁଛି ଭାବିଲା ବେଳକୁ ମୋ ମୁଣ୍ଡ ବି କିଛି କାମ କରୁନି। ନାଏ ଆଜି କାହିଁକି କେଜାଣି ମୋରି ମନକୁ ପାପ ଛୁଉଛି ପାପ। ଆଜି ଯେମିତି ହେଲେ ବି ମୋ ହେଇ ଝିଅ ଅଞ୍ଜଳି ସହିତ ମୁଁ ସାକ୍ଷାତ କରିବି ସାକ୍ଷାତ। ଆଉ ମୋ ଅଞ୍ଜଳି ଫେରିବା ପର୍ଯ୍ୟନ୍ତ ତାକୁ ମୁଁ ଏଇଠି ଅପେକ୍ଷା କରିକି ଥିବି। ଘିନମରା ଭକ୍ତିଭରା ଭବିଷ୍ୟ ପ୍ରଣାମ। ହଉ ହେଲା ଉଠି ମାଉ ସେହି ପ୍ରଭୁ ଜଗତର ନାଥ ଜଗନ୍ନାଥ ତୋତେ ମଙ୍ଗଳରେ ରଖିଥାନ୍ତୁ ରେ ମା। ହେ ମାଉଜଳି ପିତା ମାଲୋ ମୁଁ ଅନେକ ସମୟ ଧରି ତତେ ମୁଁ ଏଇଠି ଅପେକ୍ଷା କରିକି ଥିଲି। ଏ ମା ଏତେ ବେଳ ପର୍ଯ୍ୟନ୍ତ ତୁ କୁଆଡ଼େ ଯାଇଥିଲୁ ରେ ମା? ପିତା ହରେ ମା ମୁଁ ନା ମୋ ସାଙ୍ଗସାଥିମାନଙ୍କ ସହିତ ସେ ଉଦଣ୍ଡକୁ ଭ୍ରମଣ କରିପାରିବ ଟିକିଏ ବିଳମ୍ବ ହେଇଗଲା। ହେ ମାଉଜଳି ଏତେ ବଡ଼ ଦୁନିଆରେ ତୋ ଛଡ଼ା ମୋର କିଏ ଅଛି ରେ ମା? ମୁହୂର୍ତ୍ତଟେ ନ ଦେଖିଲେ ମୋ ଜୀବନଟା ଅନ୍ଧାର ହେଇଯାଏ ରେ ମା, ଅନ୍ଧାର ହେଇଯାଏ। ପିତା ହରେ ମା ତମେ ଛୋଟିଆ କଥା ପାଇଁ ଏତେ ଚିନ୍ତାରେ ଅଛ? ମୁଁ କ'ଣ ଛୋଟ ଛୁଆକି ଅଛି? ମୋ ପରା କେତେ ବଡ଼ ହେଇଗଲେଣି। ହେ ଅଞ୍ଜଳି ତତେ କେମିତି ବୁଝେଇବି ରେ ମା? ପୁଅ ଝିଅ ମାନେ ଯେତେ ବଡ଼ ହେଲେ ମଧ୍ୟ ସବୁଦିନ ତାଙ୍କ ମା ବାପାଙ୍କ ଆଖିରେ ସେମାନେ ଛୋଟ ଛୁଆ ହେଇକି ରହିଥାନ୍ତି ରେ ମା। ହଉ ହେଲା ଛାଡ଼ ସେ ସବୁ କଥା। ତୁ ହବା କ'ଣ ବୁଝିବୁ ଗୋଟାଏ ବାପର ମନର କଥାରେ ମା। ପିତା ଆଜି ମୁଁ କିନ୍ତୁ ତୁମ ମନ କଥା ଜାଣିବାକୁ ଚାହୁଁଛି। ହେ ମା ତୁ ମୋ ମନ କଥା ଜାଣିବା ପାଇଁ ଚାହୁଁଛୁ ନା ମା? ହଁ ପିତା। ତାହେଲେ ଶୁଣରେ ମା ଗୋଟାଏ ବାପର ମନର କଥା। ହେ ମା ଅଞ୍ଜଳି ପିତା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ କରି ସାରିଲା ପରେ ଗୋଟିଏ ମା ବାପା ଦୀର୍ଘ 21 ବର୍ଷ ଧରି ନିଜ ଜନ୍ମିତ କନ୍ୟା ରତ୍ନର ଲାଲନ ପାଳନ କରନ୍ତି। ସେହି ଝିଅ ଯେତେବେଳେ ବଡ଼ ହେଇଯାଏ ତା ଝିଅଟାକୁ ଗୋଟାଏ ସୁଯୋଗ୍ୟ ବରପାତ୍ର ହସ୍ତରେ ବିବାହ କରେଇ ତା ଶାଶୁ ଘରକୁ ନ ପଠାଇବା ପର୍ଯ୍ୟନ୍ତ ଗୋଟାଏ ବାପର କର୍ତ୍ତବ୍ୟ ଯାଏନି ରେ ମା। ନା ପିତା ନା ମୁଁ ତୁମକୁ ଛାଡ଼ିକି କୁଆଡ଼େ ବି ଯିବିନି। ହେ ହୁଣ୍ଡି ମୁଁ କ'ଣ ଏବେ ତତେ ତୋ ଶାଶୁ ଘରକୁ ପଠାଇ ଦଉଛି ଯେ ତୁ ପୁଣି ମୋ ସହିତ ଏମିତି ମାନ ଅଭିମାନର ପାହାଡ଼ଟା ଠିଆ କରି ଦଉଛୁ? ହେ ମା
तू बहुत दूर आसीचु निश्चय तोते भोक होथब किछि गोटे खाइ देबु आ ଖାଇବିନି କି ଖାଇବି ପୂର୍ବରୁ ନା ମୁଁ ତୁମକୁ କିଛି ମାଗିବାକୁ ଚାହୁଁଛି हे मांजली तू बापा होजी हे विस्तृत कलिंग साम्राज्यर सेनापति आउ तोर पुणी कोन भाव अछि रे मा मागे मा तू जहा मागिबु मु तते निश्चय देबि रे मा ପିତା ଅନେକ ଦିନ ହେଇଗଲାଣି ମୁଁ ମୋ ସାଙ୍ଗସାଥିମାନଙ୍କ ସହିତ କୁଆଡ଼େ ଭ୍ରମଣ କରିବାକୁ ଯାଇନି ତେଣୁ ମୁଁ ଭାବିଛି କି ମୋ ସାଙ୍ଗସାଥିମାନଙ୍କ ସହିତ ସେଇ ଆମ ନନ୍ଦନକାନନକୁ ବୁଲିଯିବା ପାଇଁ ठीक अछि रे मा वसंत प्राप्त सकाल समय रे मोके हे झियो अंजलि ता संग साथीक गहन रे निश्चय नंदन कानन बुलिबा पाई जीवा सत्य पिता साथीक गहन रे नंदन कानन भ्रमण करिबा पाई चली जा आउ मु केबिनी महाराजा आदर्श को हत्या करी हे कलिंग राज्य रे राजा हेबी सैथि पाई मो कुट चक्रांत करिबी सारे मुझा भाबुची आपणक बयस सहित आपणक बुद्धि भी किछि काम करूनी सारे सारे मोर कहबार कातटा अछि आम राजांकर पुओ सिद्धार्थंक सहित जदि आम अंजलिर विवाह करि दिया जाए महांती सारे तमें ठीक कथा कहिच महांती मो झियो अंजलि जदि महाराजा आदर्शंक पुओ राजकुमार सिद्धार्थटाकू बाहा हेई जीवो ताहेले मो मां अंजलि हेई जीवो हेई कलिंग राज्यर पट्ट महाराणी हेले महांती सारे सेई सोला राजा का करो ए प्रस्ताव रे राजी हबो एकी सारे मु कोन आपण को पाकरे गेमफाटा मारिबा पय अछि कि सारे सेई काटाटा मारे ऊपर छाड़ी दियंतु सारे किंतु सारे मत गुटाए मां अंजलि रा रंगीन फोटोटा दरकारी सारे हे महांती सारे तू मते हेइने अपेक्षा करी कि था महांती मु हेई संग संग जाई मो झियो अंजलि रो फोटो चित्र नै कि आसुची ठीक अछि सारे जमीती हेले भी मो मां अंजलि महाघर महाराजा आदर्शंक पुओ राजकुमार सिद्धार्थ सहित सुनिश्चित करिकी आस आयो तारे ठीक अछि सारे ए फोटोटा नै कि मु
ଆପଣଙ୍କ ପାଖକୁ ଶୁଭ ସମ୍ବାଦଟିଏ ନେଇକି ଆସିଛି ସାରେ। হরিমেশ্বরা হরঞ্জন মহারাজা আদর্শ সামন্তরায় ମୋ ଝିଅ ଅଞ୍ଜଳି ତୋ ଘରର କୁଳବହୂ ହୋଇ ମୋ ସପନକୁ ପୂରଣ କରିବାକୁ ଯାଉଛି। ଅପେକ୍ଷା କର ରାଜା ଆଦର୍ଶ ସାମନ୍ତରାୟ। ଆଗକୁ ସବୁ